ଗେତ୍ସମନି ଉଦ୍ୟାନ ଠାରୁ ଆରମ୍ଭ କରି 6 ଥର ବିଚାରିତ ହୋଇ ସମଗ୍ର ରାତ୍ରି ଅନିଦ୍ରା କ୍ଷୁଧା ତୃଷା ମଧ୍ୟରେ କରୋଡ଼ା ପ୍ରହାର ଅକଥନୀୟ ନିର୍ଯାତନା ଅପମାନ ନିନ୍ଦା ତାଚ୍ଛଲ୍ୟ ଲାଞ୍ଛନା ଅତ୍ୟାଚାର ଭିତରେ ଝର ଝର ରକ୍ତ ମୁଣ୍ଡରୁ ପାଦ ଯାଏ ଝରାଇ ଝରାଇ ନୀରବତାର ସହିତ କାଲବରୀ ପାହାଡ଼ ପର୍ଯ୍ୟନ୍ତ ପଦଯାତ୍ରା କରି ଭୟଙ୍କର ଗ୍ରୀଷ୍ମ ସମୟରେ ସ୍ୱୟଂ ବିଶ୍ୱସ୍ରଷ୍ଟା କୃଶ ଉପରେ ନୀରବତାର ସହିତ ଦଣ୍ଡାୟମାନ ହୋଇ ତାଙ୍କ ହସ୍ତ ନିର୍ମିତ ମନୁଷ୍ୟମାନଙ୍କୁ ଅବଲୋକନ କରୁଅଛନ୍ତି। ପ୍ରଥମ ବାଣୀ। ସେତେବେଳେ ଯୀଶୁ କହିଲେ, ପିତଃ ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ଲୁକ 23 ଅଧ୍ୟାୟର 34 ପଦ। ଯେଉଁଠାରେ ପାପ ଅଧିକ ହେଲା ସେହିଠାରେ ଅନୁଗ୍ରହ ଆହୁରି ଅତି ଅଧିକ ହେଲା। ରୋମୀୟ 5 ଅଧ୍ୟାୟର 20 ପଦ। ଏଣୁ ତାହାଙ୍କର ପୂର୍ଣ୍ଣତାରୁ ଆମ୍ଭେମାନେ ସମସ୍ତେ ପ୍ରାପ୍ତ ହୋଇଅଛୁ। ହଁ, ଅନୁଗ୍ରହ ଉପରେ ଅନୁଗ୍ରହ ପ୍ରାପ୍ତ ହୋଇଅଛୁ। ଯୋହନ 1 ଅଧ୍ୟାୟର 16 ପଦ। ପତିତ ମାନବର ପାପ ସବୁ ଯେତେ ଅଧିକ ସିନ୍ଦୂର ବର୍ଣ୍ଣ ପରି ହେଲେ ହିମ ପରି ଶୁକ୍ଳ ବର୍ଣ୍ଣ ହେବ, ସେସବୁ ଲୋହିତ ବର୍ଣ୍ଣ ପରି ରଙ୍ଗ ହେଲେ ମେଷୋଲମ ପରି ହେବ। ଯିଶାୟ 1 ଅଧ୍ୟାୟର 18 ପଦ। କ୍ଷମା ପବିତ୍ର ପରମେଶ୍ୱରଙ୍କ ଏକ ସର୍ବୋଚ୍ଚ ସର୍ବଶ୍ରେଷ୍ଠ ଦାନ ଅଟେ, ଯାହା ପତିତ ମନୁଷ୍ୟ କୌଣସି ପ୍ରକାରେ ଆପଣାର ଧର୍ମକର୍ମ ଦ୍ୱାରା ପାଇବା ସମ୍ଭବ ଅଟେ। ତାହା ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ଇଚ୍ଛା ଓ ଅନୁଗ୍ରହ ଉପରେ ନିର୍ଭର କରିଥାଏ। ଧର୍ମଶାସ୍ତ୍ର କହେ, କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ। ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପଣ କରେ। ଏଫେସୀୟ 2 ଅଧ୍ୟାୟର 8 ପଦ। ଏଦନ ଉଦ୍ୟାନରେ ଆଦମ ଓ ହବା ଯେତେବେଳେ ଆଇନ ଅମାନ୍ୟ କଲେ, ସୀମା ଲଙ୍ଘନ କଲେ ବା ନିଷେଧ ଫଳ ଖାଇ ପାପ କଲେ, ପରମେଶ୍ୱର ଯଦିଓ ଦୁଃଖ କଲେ, ତଥାପି ମଧ୍ୟ ସେମାନଙ୍କ ନିମନ୍ତେ ପ୍ରତିକାରର ବ୍ୟବସ୍ଥା କଲେ। ପରମେଶ୍ୱର ଏଦନ ଉଦ୍ୟାନରୁ ସେମାନଙ୍କୁ ତଡ଼ିଦେବା ପୂର୍ବରୁ ଏକ ବଳିଦାନ କରି ଚର୍ମର ବସ୍ତ୍ର ନିର୍ମାଣ କଲେ ଏବଂ ସେମାନଙ୍କୁ ପରିଧାନ କରାଇ, ଅର୍ଥାତ୍ ସେହି ବଳିଦାନର ରକ୍ତ ଦ୍ୱାରା ସେମାନଙ୍କର ଅପରାଧ ସମୂହକୁ ମାର୍ଜନା କରି ଭବିଷ୍ୟତ କାଳରେ ଏକ ମହାବଳିଦାନ କାର୍ଯ୍ୟ ଯେ ସାଧିତ ହୋଇ ସମସ୍ତ ମାନବ ଜାତିର ପାପକ୍ଷମା ଘୋଷଣା ହେବ, ସେହି ଭରସା ପ୍ରଦାନ ପୂର୍ବକ ସେମାନଙ୍କୁ ଅଭିଶପ୍ତ ପୃଥ୍ୱୀ ମଧ୍ୟକୁ ପ୍ରେରଣ କଲେ। ଆଦି 3 ଅଧ୍ୟାୟର 21 ପଦ। ଅତଏବ ବାକ୍ୟରେ ଲେଖାଯାଏ, ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚୀକୃତ ହୁଏ, ଆଉ ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ଏବ୍ରୀ 9 ଅଧ୍ୟାୟର 22 ପଦ। ଯେଉଁଠି ପାପ ସେଇଠି କ୍ଷମା, ଏହା ବ୍ୟବସ୍ଥାଗତ ଅଟେ। ପାପ ମନୁଷ୍ୟକୁ କେବଳ ପାପୀର ପରିଚୟ ଦେଇ ସୀମିତ ରଖିଦେଇଥାଏ ତାହା ନୁହେଁ, ବରଂ ପାପ ପୁଣ୍ୟର ପ୍ରଭେଦ ଜାଣିବା ବା ଭଲ ମନ୍ଦର ବିଷୟ ନିର୍ଣ୍ଣୟ କରିବା ପାଇଁ ତାର ବିଚାର ଶକ୍ତି ବା ବିବେକକୁ ନିଷ୍କ୍ରିୟ କରି ଅନ୍ଧ କରିଦିଏ।
ଫଳରେ ସେ ଯାହା କରେ ତାର ପରିଣାମ ବିଷୟରେ ଅନାଭିଜ୍ଞ ଥାଏ, ଅର୍ଥାତ୍ ବେଳେବେଳେ ତାର ମନ୍ଦ କାର୍ଯ୍ୟ ମଧ୍ୟ ତାକୁ ଉତ୍ତମ କାର୍ଯ୍ୟ ପରି ମନେ ହୁଏ। ତେଣୁ କ୍ରୁଶ ଉପରେ ପତିତ ମନୁଷ୍ୟର ପାପ ସବୁ ଯେତେବେଳେ ଯୀଶୁଙ୍କୁ ଆଘାତ କରୁଥିଲା, ସେ ବୁଝିପାରୁନଥିଲା ଯେ ସେ କ'ଣ କରୁଅଛି। ତେଣୁ ଯୀଶୁ ମଧ୍ୟ ନିଜେ ଆଘାତପ୍ରାପ୍ତ ହୋଇ ସୁଦ୍ଧା କହିଲେ, ଏମାନେ କ'ଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ଅନେକ ସମୟରେ ଛୋଟ ଛୋଟ ପିଲାମାନେ ମଧ୍ୟ ଏଭଳି ଭୟଙ୍କର ଭୁଲ କରିଥାନ୍ତି, ଯାହା ସେମାନଙ୍କର ଶିଶୁ ସୁଲଭ ମନ ହେତୁ ସେମାନଙ୍କର ଭୁଲକୁ ସ୍ମରଣ ନ କରି ଭୁଲିଯିବାକୁ ହୋଇଥାଏ ବା ସେମାନଙ୍କୁ କ୍ଷମା କରାଯାଇଥାଏ। କାଲବରୀ କ୍ରୁଶରେ ତଦ୍ରୂପ ଯୀଶୁ ମଧ୍ୟ ପାପୀର ସମସ୍ତ ପାପକୁ ଭୁଲିଯାଇ ଆପଣାର ପୁଣ୍ୟ ରକ୍ତ ଢାଳି କ୍ଷମା ପ୍ରଦାନ କଲେ। ପରମେଶ୍ୱରଙ୍କ ପବିତ୍ର ବ୍ୟବସ୍ଥା କହେ, ଯେଉଁ ପ୍ରାଣୀ ପାପ କରେ ସେହି ମରିବ। ଯେହିଜିକଲ 18 ଅଧ୍ୟାୟର 4 ପଦ। ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। ରୋମିଓ 3:23। କାରଣ ପାପର ବେତନ ମୃତ୍ୟୁ। ରୋମିଓ 6:23। ଉପରୋକ୍ତ ତିନୋଟି ବାକ୍ୟ ପାପର ଭୟାବହ ଅବସ୍ଥା ବିଷୟରେ କହେ, ଯାହାକି ଆତ୍ମିକ ମୃତ୍ୟୁ ବା ଈଶ୍ୱରଙ୍କ ଠାରୁ ବିଚ୍ଛେଦ ହେବା, ଶାରୀରିକ ମୃତ୍ୟୁ ଏବଂ ଅନନ୍ତକାଳୀନ ନରକର ମୃତ୍ୟୁ ଅଟେ। ଅତଏବ ସ୍ୱର୍ଗୀୟ ବିଚାର ସିଂହାସନ ନିକଟରେ ବ୍ୟବସ୍ଥା ଚିତ୍କାର କଲା ଯେ ପାପୀ ନିଶ୍ଚିତ ରୂପେ ମୃତ୍ୟୁଦଣ୍ଡ ପାଇବ। ଦ୍ୱିତୀୟତଃ ପାପ ମଧ୍ୟ ଚିତ୍କାର କରେ ପାପୀର ମୃତ୍ୟୁ ପାଇଁ। ତେଣୁ ତ୍ରିଏକ ପରମେଶ୍ୱରଙ୍କ ନ୍ୟାୟ ବିଚାର ଘୋଷଣା କଲା ଯେ ପାପର ଦଣ୍ଡ ବିଧାନ ହେବ ଏବଂ ପାପୀର କ୍ଷମା ହେବ। ତେଣୁ ବାକ୍ୟରେ ଲେଖାଯାଏ, ହେ ସଦାପ୍ରଭୁ, ମନୁଷ୍ୟ କିଏ ଯେ ତୁମ୍ଭେ ତାହାର ପରିଚୟ ନିଅ। ଗୀତ ସଂହିତା 144 ଅଧ୍ୟାୟର 3 ପଦ 4 ପଦ। କାଲବରୀ କ୍ରୁଶ ଉପରେ ପ୍ରଭୁ ଯୀଶୁ ସମସ୍ତ ପ୍ରକାର ଶାରୀରିକ ଓ ମାର୍ମିକ ବେଦନା ସତ୍ତ୍ୱେ ଯେଉଁ କ୍ଷମାର ବାଣୀ ଶୁଣାଇଲେ, ତାହା ମୁଖ୍ୟତଃ 2 ପ୍ରକାରର ଅଟେ। ପ୍ରଥମତଃ ସେ ଜଣେ ପ୍ରେମମୟ ପରମେଶ୍ୱର ଭାବରେ ଏବଂ ଦ୍ୱିତୀୟତଃ ଜଣେ କ୍ଷମାଶୀଳ ଈଶ୍ୱର ଭାବରେ। ନିଜର ସନ୍ତାନମାନଙ୍କର ଅପରାଧ ଯେତେ ବଡ଼ ହୋଇଥାଉ ନା କାହିଁକି, ସେ ଏକ ପିତାର ହୃଦୟ ନେଇ ସେତେ ଅଧିକ ଅନୁଗ୍ରହ ଓ କ୍ଷମା ଢାଳନ୍ତି। କାରଣ ସେ ମଣିଷର ଗଠନ ଜାଣନ୍ତି, ଯେହେତୁ ସେମାନେ ତାଙ୍କର ଦୃଷ୍ଟିରେ ଧୂଳି ମାତ୍ର, ତୃଣ ସ୍ୱରୂପ, କ୍ଷେତ୍ରର ପୁଷ୍ପ ସଦୃଶ, ଅଳ୍ପ କ୍ଷଣସ୍ଥାୟୀ ଛାୟା ସ୍ୱରୂପ, ସ୍ୱପ୍ନ ମାତ୍ର, ବାଷ୍ପ ତୁଲ୍ୟ, ଅସାର ବସ୍ତୁ ଓ କୀଟ ସ୍ୱରୂପ ଅଟନ୍ତି। ଗୀତ 90:5, ଯେଶାୟ 40:6, ପ୍ରଥମ ପିତର 1:24, ଆଇବ 14:1-2, ଗୀତ 102:11, ଗୀତ 90:5, ଯାକୁବ 4:14, ଗୀତ 144:4, ଆଇବ 25:6 ଆଦି 3:19, ଉପଦେଶକ 16:7। ସେମାନଙ୍କର ପରିଚୟ ନିମିତ୍ତ ମାତ୍ର। କ୍ଷମା ଆଚରିବା ତାଙ୍କର ଏକ ମହତ ଗୁଣ ଏବଂ ତାଙ୍କର ନିଜର ଅଧିକାର ଅଟେ। ତେଣୁ ବାକ୍ୟରେ ଲେଖାଯାଏ, ସଦାପ୍ରଭୁ ପରମେଶ୍ୱର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ। ଯାତ୍ରା 34:6-7। ଯେହେତୁ ହେ ପ୍ରଭୁ ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ। ଗୀତ 86:5। ନୂତନ ନିୟମରେ ମଧ୍ୟ ଲେଖାଯାଏ ଯେ କ୍ଷମା ଦେବା ଯୀଶୁଙ୍କର ନିଜସ୍ୱ ଅଧିକାର। ଲୁକ 5:21 ପଦ।
ପୁଣି ତାହାଙ୍କର ଅନୁଗ୍ରହ ଉପରେ ଅଧିଷ୍ଠିତ ଲୁକ 7 ଅଧ୍ୟାୟର 42 ପଦ ଏବଂ ତାଙ୍କର ରକ୍ତପାତ ଦ୍ୱାରା ଏପ୍ରିଲ 9ର 22 ପଦ ତାଙ୍କର ମୃତ୍ୟୁରେ ନିର୍ଭର କରେ କଲସ୍ୟ 1ର 14 କାରଣ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ ଏପ୍ରିଲ 5ର 2 ପଦ କାଲବରୀ କ୍ରୁଶ ଉପରେ ଥାଇ କ୍ଷମା ପ୍ରଦାନ କରିବା ଯୀଶୁଙ୍କର ମହାଯାଜକୀୟ କାର୍ଯ୍ୟ ଅଟେ। ପୁରାତନ ନିୟମ ଅନୁସାରେ ଯେଭଳି ମହାଯାଜକ ଅନ୍ୟର ରକ୍ତ ଘିନି ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି ସେହିପରି ସେ ଯେ ଥରକୁ ଥର ଆପଣାକୁ ଉତ୍ସର୍ଗ କରିବେ ତାହା ନୁହେଁ। ତାହେଲେ ଜଗତର ପତନାବଧି ତାହାଙ୍କୁ ଆଉ ଥରକୁ ଥର ମୃତ୍ୟୁଭୋଗ କରିବାକୁ ହୋଇଥାନ୍ତା କିନ୍ତୁ ଏବେ ସେ ଯୁଗାନ୍ତ ସମୟରେ ଆପଣାଙ୍କୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା ପାପ ଦୂର କରିବାକୁ ପ୍ରକାଶିତ ହୋଇଅଛନ୍ତି। ଏପ୍ରିଲ 9 ଅଧ୍ୟାୟର 25 ପଦ 26 ପଦ ପୃଥିବୀର ଅନେକ ଧର୍ମଶାସ୍ତ୍ରରେ ଲେଖାଯାଇଛି ପରମେଶ୍ୱର ଏ ଜଗତକୁ ବାରମ୍ବାର ଦେହବନ୍ତ ହୋଇ ଆସନ୍ତି ଅବତାର ନେଇ ଆସନ୍ତି ପାପର ଭାରା ସହି ନ ପାରି ଯଦିଓ ଆସନ୍ତି ସେ ପାପୀମାନଙ୍କୁ ବିନାଶ କରନ୍ତି ଧାର୍ମିକ ମାନଙ୍କୁ ରକ୍ଷା କରନ୍ତି। ବାରମ୍ବାର ଆସିବା କଥା ବିଭିନ୍ନ ଶାସ୍ତ୍ରରେ ଆମେ ଦେଖିବାକୁ ପାଉଥାଉ। ଯୀଶୁ କିନ୍ତୁ କହିଲେ ମୁଁ ବାରମ୍ବାର ଜଗତକୁ ଆସିବାକୁ ପଡ଼ିବ ନାହିଁ। ଜଗତରେ ସମସ୍ତେ ପାପୀ ଧାର୍ମିକ କେହି ନାହିଁ। ମୁଁ ଆସିଅଛି ପାପର ବିନାଶ କରି ପାପୀମାନଙ୍କୁ ଆଉ ରକ୍ଷା କରି ପ୍ରେମ କରିବି। ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ। ଏପ୍ରିଲ 10 ଅଧ୍ୟାୟର 10 ପଦ କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ପବିତ୍ରୀକୃତ ହୋଇଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି। ଏବେ 10 ଅଧ୍ୟାୟର 14 ପଦ ପୁରାତନ ନିୟମରେ କ୍ଷମା ଶବ୍ଦକୁ ଆଧାରିତ କରି 3 ପ୍ରକାରର ଶବ୍ଦାର୍ଥ ପ୍ରୟୋଗ କରାଯାଇଛି। ପ୍ରଥମଟି ହେଲା ଆଚ୍ଛାଦନ କରିବା, ଦ୍ୱିତୀୟଟି ହେଲା ଉଠାଇ ଦୂରକୁ ଫିଙ୍ଗିଦେବା, ତୃତୀୟଟି ହେଲା ଦୂରକୁ ପଠାଇଦେବା। ପ୍ରଭୁ ଯୀଶୁ କାଲବରୀ କ୍ରୁଶରେ ଆପଣାର ପ୍ରାୟଶ୍ଚିତ କାର୍ଯ୍ୟ ଦ୍ୱାରା 8 ପ୍ରକାରର କ୍ଷମାଦାନ କରିଅଛନ୍ତି। ତାହା ହେଲା ନମ୍ବର 1 ଧଡ଼ିରେ ଭର୍ତ୍ତି କରି ବନ୍ଦ କରିଦିଅନ୍ତି ଆଇବ 14 ଅଧ୍ୟାୟର 17 ପଦ। 2 ପାପକୁ ଉପାଡ଼ି ଫିଙ୍ଗି ଦିଅନ୍ତି ଯିଶାୟ 44ର 22। ପାପକୁ 3 ପାପକୁ ଦୂର କରି ଦିଅନ୍ତି ଗୀତ ସଂହିତା 103ର 12। 4 ପାଦ ତଳେ ଦଳି ଦିଅନ୍ତି ବା ସମୁଦ୍ରରେ ବୁଡ଼େଇ ଦିଅନ୍ତି ମିଖା 7ର 19। 5 ନିଜ ଆଖି ସାମ୍ନାରୁ ଦୂର କରିଦିଅନ୍ତି ଯିଶାୟ 38ର 17। 6 ପାପକୁ ସ୍ମରଣ କରନ୍ତି ନାହିଁ ଯିରିମିୟ 31ର 14। 7 ପାପକୁ ଲିଭାଇ ଦିଅନ୍ତି ଯିଶାୟ 43ର 25। 8 ପାପର ଦାଗକୁ ଧୋଇ ଦିଅନ୍ତି ଯିଶାୟ 1ର 18। କ୍ଷମା ଯୀଶୁଙ୍କର ଅମୂଲ୍ୟ ପ୍ରେମର ପରିଚୟ ଅଟେ। କ୍ଷମା ଯୀଶୁଙ୍କର ରକ୍ତର ଶୋଧନୀୟ କାର୍ଯ୍ୟ ଅଟେ। କ୍ଷମା କ୍ରୁଶର ଆହ୍ୱାନ ଅଟେ। କ୍ଷମା ଗ୍ରହଣ କରିବା ପାପୀର ନିର୍ଣ୍ଣୟ ଅଟେ। ନମସ୍କାର।